ଯେତେବେଳେ ଆପଣ ମାନେ ବହୁତ କଷ୍ଟରେ ଥିବେ, ବହୁତ ଦୁଃଖରେ ଥିବେ, ବିରାଟ ବଡ ବିପଦରେ ପଡିଥିବେ, ଆଜି ଗୋଟେ ସୁନ୍ଦର ମନ୍ତ୍ର ଆପଣ ମାନଙ୍କୁ କହିବି। ଏ ମନ୍ତ୍ରକୁ ଆପଣ ମାନେ ସମସ୍ତେ ମନେ ରଖିବେ। ଏ ମନ୍ତ୍ରକୁ 11 ଥର ଜପ କରିବେ। ଓಂ ନମୋ ହନୁମନ୍ତେ ରୁଦ୍ର ଅବତାରାୟ ସର୍ବ ଶତ୍ରୁ ସଂହାରଣାୟ ସର୍ବ ରୋଗ ହରାୟ ସର୍ବ ବଶୀକରଣାୟ ରାମଦୂତାୟ ସ୍ୱାହା। 11 ଥର এই মন্ত্রକୁ আজ্ঞা জপ করিবে। ଦେଖିବେ এই মন্ত্রକୁ যেମିତି ଆପଣ ମାନେ ଜପ କରିବା ଆରମ୍ଭ କରିବେ, ଆପଣଙ୍କ ଜୀବନରୁ ଦୁଃଖ କଷ୍ଟ ବିପଦ ସବୁ ଆଜ୍ଞା ଆସ୍ତେ ଆସ୍ତେ ଦୂରେଇବାକୁ ଲାଗିବ। ପ୍ରଭୁ ରାମଚନ୍ଦ୍ର ହନୁମାନଙ୍କୁ ବର ପ୍ରଦାନ କଲେ। ଯେତେବେଳେ ଲକ୍ଷ୍ମଣଙ୍କ ପାଇଁ ସଞ୍ଜୀବନୀ ଆଣି ପ୍ରଭୁ ହନୁମାନ ଆଜ୍ଞା ପ୍ରଦାନ କଲେ, ସେତିକି ବେଳେ ରାମଚନ୍ଦ୍ର କହିଥିଲେ, ହେ ହନୁମାନ, ତୁମେ ହଉଛ ରୁଦ୍ର ଅବତାର, ତମେ ସମସ୍ତ ରୋଗକୁ ନିବାରଣ କରିବ, ସମସ୍ତ ଶତ୍ରୁକୁ ସଂହାର କରିବ, ସମସ୍ତଙ୍କୁ ଯେତେ ଶତ୍ରୁ ଥିବେ ତମେ ସମସ୍ତଙ୍କୁ ବଶୀକରଣ କରିବ। ଯିଏ ତମର ଏଇ ମନ୍ତ୍ରକୁ 11 ଥର ଜପ କରିବ, ନିବେଦନ କରିବି, ଯେତେ କଷ୍ଟ ବିପଦରେ ଆପଣ ମାନେ ଥିବେ, ଏହି ମନ୍ତ୍ରକୁ ଆପଣ ମାନେ 11 ଥର ଜପ କରନ୍ତୁ। ଓಂ ନମୋ ହନୁମନ୍ତେ ରୁଦ୍ର ଅବତାରାୟ ସର୍ବ ଶତ୍ରୁ ସଂହାରଣାୟ ସର୍ବ ରୋଗ ହରାୟ ସର୍ବ ବଶୀକରଣାୟ ରାମଦୂତାୟ ସ୍ୱାହା। ଯେତେ କଷ୍ଟ ଥାଉ, ଯେତେ ବିପଦ ଥାଉ, ଦେଖିବେ ଆଜ୍ଞା ଯମ ଆପଣଙ୍କ ପାଖ ମାଡିବନି।